ଶ୍ରୀମନ୍ଦିର ସାମ୍ନାରେ ଦେଖିବାକୁ ମିଳିଛି ଆଉ ଏକ ଭାବବିହ୍ୱଳ କଲା ଭଳି ଦୃଶ୍ୟ। ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ନେଇ ସିଂହଦ୍ୱାରକୁ ଆସିଥିଲେ ତାଙ୍କର ପରିବାରବର୍ଗ। ଠାକୁରଙ୍କୁ ଗୁହାରି କରିଛନ୍ତି। କିଛିଦିନ ତଳେ ଜଣେ ଯୁବକ ତାଙ୍କ ପୁଅକୁ ଆଣି ପତିତପାବନ ନିକଟରେ ଗଡ଼ାଇ ଦେଇଥିଲେ। ପୁଅଟି ଆଖି ଖୋଲିବାର ଭିଜୁଆଲ ବି ଭାଇରାଲ ହୋଇଥିଲା। ସବୁଠାରୁ ନିରାଶ ଥିଲେ ଭକ୍ତର ସେ ଶେଷ ଆଶା କାଳିଆ ସାଆନ୍ତ। ସବୁ ଇଚ୍ଛା ସେହି ଇଚ୍ଛାମୟଙ୍କୁ ଜଣା, ସବୁ କଳା ସେହି କାଳିଆ ସାଆନ୍ତଙ୍କୁ ଜଣା। ସେଇଥିପାଇଁ ତ ସବୁଠୁ ନିରାଶ ହେଲେ ଭକ୍ତ ଚାଲି ଆସେ ସିଂହଦ୍ୱାରକୁ। କିଏ କାହିଁକି ଆସୁଛି ସେହି କାଳିଆ ସାଆନ୍ତ ଜାଣନ୍ତି। ଦର୍ଶକ ବନ୍ଧୁ, ଏହି ବ୍ୟକ୍ତି ଜଣକ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ। ତାଙ୍କୁ ତାଙ୍କ ଜ୍ୱାଇଁମାନେ ନେଇ ଆସିଛନ୍ତି ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ପାଇଁ। ଅସୁସ୍ଥ ଶ୍ୱଶୁରଙ୍କର ସୁସ୍ଥତା କାମନା ନେଇ ସିଂହଦ୍ୱାରରେ ପହଞ୍ଚିଛନ୍ତି। ହୁଇଲ୍ ଚେୟାରରେ ଆସିଥିବା ଏହି ବ୍ୟକ୍ତି ଜଣକ ଦୀର୍ଘ ଦିନ ଧରି ଇଚ୍ଛା ରଖିଥିଲେ ଯେ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିବେ, ଆଉ ଏହା ସେ ତାଙ୍କ ଜ୍ୱାଇଁଙ୍କୁ ଜଣାଇଥିଲେ। ଜ୍ୱାଇଁମାନେ ଶ୍ୱଶୁରଙ୍କର ଇଚ୍ଛା ପୂରଣ କରିଥିଲେ। ଆଉ ସିଂହଦ୍ୱାର ପାଖରେ ପତିତପାବନଙ୍କର ଦର୍ଶନ କରିବା ପରେ ସେମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। କାମନା କରୁଥିଲେ ବାପା ତାଙ୍କର ବଞ୍ଚିଯାଆନ୍ତୁ। ତାଙ୍କର ବ୍ରେନ୍ ଅପରେସନ୍ ହେଇଛି, ଟ୍ୟୁମର ହେଇଥିଲା। ତାଙ୍କର ଆଗରୁ ଇଚ୍ଛା ଥିଲା ମୁଁ ଜଗନ୍ନାଥଙ୍କ ପାଖକୁ ଟିକେ ଯିବି, ସେଥିପାଇଁ ତାଙ୍କୁ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ଆଣିକି ଆସିଛୁ ଆମେ। ବହୁତ ଆନନ୍ଦ ଲାଗୁଛି। ବାପା କିଏ ଶ୍ୱଶୁର କିଏ ସେଇଟା ଆମେ ଜାଣିନୁ। ପ୍ରଶାସନ ଯାହା ଗାଡ଼ି ଫାଡ଼ି ଦେଲେ ସବୁ ଆସିବା ପାଇଁ, ଯାହା ଭଲ ଭାବରେ ଦର୍ଶନ କଲୁ ପ୍ରଭୁଙ୍କୁ। ବହୁତ ଭଲ ଠାକୁରଙ୍କୁ ଦର୍ଶନ କରିକି। ଦର୍ଶକ ବନ୍ଧୁ, ଯେତେବେଳେ ଡାକ୍ତରମାନେ ହାତ ଟେକି ଦିଅନ୍ତି ସେତେବେଳେ ସେହି ବାସୁଦେବ ହିଁ ଭରସା। ସେହି କାଳିଆ ସାଆନ୍ତଙ୍କର ଭରସାରେ ଧାଇଁ ଆସୁଛନ୍ତି ଭକ୍ତ। ମନ୍ଦିର ଭିତରକୁ ଯାଇ ନ ପାରିଲେ ବି ପତିତ ପାବନକୁ ଦର୍ଶନ କରି ଦୁଃଖ ଜଣାଉଛନ୍ତି। ଗତ 9 ତାରିଖର ଘଟଣା। ଏକ ଭିଜୁଆଲ ସାରା ଦେଶରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣକର ତାଙ୍କର ଅସୁସ୍ଥ ପୁଅକୁ ଆଣି ସିଂହଦ୍ୱାରରେ ଗଡ଼େଇ ଦେଇଥିଲେ। ଭୋ ଭୋ ହେଇ କାନ୍ଦିଥିଲେ। ଆଉ ପତିତ ପାବନ ପାଖରେ ପୁଅଟି ଆଖି ଖୋଲିବାର ଭିଜୁଆଲ ଇଣ୍ଟରନେଟ୍ରେ ଯେମିତି ଚହଳ ସୃଷ୍ଟି କରିଛି। ଜୟ ଜଗନ୍ନାଥ ଲେଖି ଲୋକେ ଏହାକୁ ସେୟାର କରୁଛନ୍ତି। ଆଜ୍ଞା, ଏଇଟା ହଉଛି ଅନୁକୂଳ କଥା। ବହୁତ ଅନୁମତି ଅଛି ଆଜ୍ଞା। ମହାପ୍ରଭୁ ଇଏ ହଉଛନ୍ତି ବିଶ୍ୱାସର ଠାକୁର, ଝିଅଙ୍କର ଠାକୁର। ଆଜ୍ଞା, ଏଠି ଯେତେ ଯାହା କରିବେ ଭଲ ପାଇବା ଏଠି ମହାପ୍ରଭୁଙ୍କର ମୁଖ୍ୟ ହଉଛି। ପଇସା, ସୁନା, ଚାନ୍ଦି କିଛି, ତୁଳସୀ ଫୁଳସୀ ଏସବୁ କିଛି ମହାପ୍ରଭୁ ଚାହାନ୍ତି ନାହିଁ। ମହାପ୍ରଭୁ ସଦାବେଳେ ଚାହାନ୍ତି ମୋ ଭକ୍ତ ମତେ କେତେ ଭଲ ପାଉଛି। ये जो चमत्कार आज्ञा ये आगुआ भी बहुत चमत्कार महाप्रभु देखिए छाड़ी। ए दुईटी घटना नुहे, प्रतिदिन एमिति घटना मान देखा मिलुछि। चारिआडु निराश होई सिंहद्वार को धाई आसुछंती एमिति असहाय मनीष माने। जदि इच्छा पूरण हेउ नहीं ताहले एमाने एमिति काहेकि आसुथांते। पुरीरू चंद्रशेखर पात्रक रिपोर्ट, न्यूज 7।